ଆଉ କୋଉଠି କିଏ ଗାଣ୍ଡି ବରଉନଥିଲେ ଏଇ ସରକାର ଆଇଲାଠୁ ଗାଣ୍ଡି ବରଉଛୁ। ମୋ ନାଁ ଛବି ପାତ୍ର, ଘର ଅଳତଳଙ୍ଗା, ରାଣୀଓଳା ପଞ୍ଚାୟତ, ନିଆଳି ବ୍ଲକ। ଆମର ଏଇ ଯେଉଁ ଇଲେକ୍ଟ୍ରିକ୍ ସମସ୍ୟା, ଗୋଟେ ଲାଇନ୍ ଆମର ବଡ଼ିଆ ସାହିରୁ କୁଳଶ୍ରୀ ଦେଇ ଯାଇଛି ଏବଂ ଆମ ଗ୍ରାମର ଅଧା ପର୍ଯ୍ୟନ୍ତ ଯାଇଛି। ଅଧା ପର୍ଯ୍ୟନ୍ତ ଏ ଲାଇନ୍ ଅଧା ପର୍ଯ୍ୟନ୍ତ 24 ଘଣ୍ଟା ରହୁଛି ଏବଂ ଆମର ଯେଉଁ ଲାଇନ୍ ଯାଇଛି ରାଣୀଓଳା, ପଜାତିରା ଏବଂ ଶଗଡ଼େଲ, ସିଠାଳ ଦେଇ ଆଉ ଏମିତି ବୁଲିକି ଦିଗି ଦେଇକି ଯାଇଛି, ଯାହାକି ଆମ ଲାଇନ୍ 24 ଘଣ୍ଟା ପାଇଁ ନାହିଁ କହିଲେ ଚଳେ। ଆଉ ରାତି 12ଟା ନାହିଁ, 3ଟା ନାହିଁ, ଯେତେବେଳେ ପାଉଛି ଲାଇନ୍ କଟୁଛି। ଆମେ ତ ପାଣି ବି ପିଇ ପାରୁନୁ ଆଜ୍ଞା। ଯେଉଁ ଅସୁବିଧା, ଏ ଖରାରେ ଗରମରେ ଅସୁବିଧା ହେଉଛୁ। ଯେଉଁମାନେ ଆମେ ମଟର ବସେଇଛୁ ତା ଦେହରେ ହାଣ୍ଡେଲ୍ ନାହିଁ ଏବଂ ହାଣ୍ଡେଲ୍ ମାରିକି ପାଣି ବାହାର କରିପାରୁନୁ, ଯେଉଁ କଷ୍ଟରେ ପାଣି ଆଣୁଛୁ, ଯାହାକି ଏ ଦୁଃଖ କଥା କହିଲେ ନ ସରେ। ତେଣୁ ଏଇନେ ଆମେ ଆମ ଷ୍ଟାଫଙ୍କୁ ଅନୁରୋଧ କରୁଛୁ ଯେ ଆମକୁ ସେ କୁଳଶ୍ରୀ ପଟେ ଲାଇନ୍ ଦିଆଯାଉ ଏବଂ ଜେଇକି ଆସିକି ଆଜି ଆମେ 200 ଲୋକ ଆସିଛୁ ଗ୍ରାମର, ଜେଇକି ଖୋଜିଲା ବେଳକୁ ଜେଇ କହୁଛନ୍ତି ମୋର ଆଜି ଛୁଟି। ମୁଁ ଏ ବିଷୟରେ କିଛି ଜାଣିନି, ଏ ବିଷୟରେ କିଛି କହିପାରିବିନି। କିନ୍ତୁ ବର୍ଷେ ହେଲା ଆମେ ତାଙ୍କୁ ଏ କଥା ଜଣାଉଥିଲୁ। ସେ କହୁଛନ୍ତି ଏସ୍ଡିଓଙ୍କ ସହିତ କଥା ହୁଅ। ଏସ୍ଡିଓଙ୍କୁ ପଚାରିବାରୁ ଏସ୍ଡିଓ କହୁଛନ୍ତି ଏଇଟା ଆମର କିଛି ନାହିଁ, ଜେଇ ସବୁ କରିବି। କିନ୍ତୁ ଜେଇ କାହିଁ? ଜେଇକି ସେଠୁ ପୁଣି ଫୋନ୍ କରିବା ପରେ ଜେଇ କହୁଛନ୍ତି ମୋ ଠାଇଁ କିଛି ନାହିଁ, ତାଙ୍କୁ କୁହ। ତେଣୁ କେମିତି ଆମେ କ'ଣ ଚଳିବୁ? ପାଣି ଟୋପାଏ ବି ପାଇପାରୁନୁ ଆମେ ପିଇବା ପାଇଁ। ଯେଉଁମାନଙ୍କର ହାଣ୍ଡେଲ୍ ଅଛି, ମଟର ଲାଗିଛି, ସେ ଲାଇନ୍ ନଥିଲେ ହାଣ୍ଡେଲ୍ ମାରିକି ପାଣି ବି ନେଇପାରୁଛନ୍ତି। କିନ୍ତୁ ଆମେମାନେ ହାଣ୍ଡେଲ୍ ନାହିଁ, ପାଣି ଉଠେଇ ପାରୁନୁ, ଟୋପାଏ ପିଇ ପାରୁନୁ। ଯେଉଁ କଷ୍ଟ ଅନୁଭବ କରୁଛୁ ସେଇଟା ଆମେ ନିଜେ ଅନୁଭବ କରୁଛୁ। ତେଣୁ ଏତିକି ଆମର ଅନୁରୋଧ ଯେ ଲାଇନ୍ ଆମକୁ ଦିଆଯାଉ କୁଳଶ୍ରୀ ପଟୁ। ମୋ ଶ୍ରୀଧର ସେଠୀ, ଅଳତଳଙ୍ଗ ଗ୍ରାମ ନିବାସୀ, ରାଣୀଓଳା ପଞ୍ଚାୟତ। ଏଠାରେ ଆମର ସମସ୍ୟା, ଅଳତଳଙ୍ଗ ଗ୍ରାମର ଅଧା ଲାଇଟ୍ ଜଳୁଛି ଏବଂ ଅଧା ଲାଇଟ୍ ବନ୍ଦ ରହୁଛି। ଆମେ ବର୍ଷା ବାତ୍ୟା ହେଲା ପୂର୍ବରୁ ଲାଇନ୍ ଆମର କଟି ଯାଉଛି। ଏଠାରେ ଯେଉଁମାନେ ଅପରେଟର ମାନେ ଅଛନ୍ତି ସେମାନଙ୍କୁ ଫୋନ୍ କରିବା ପରେ ସେମାନେ କହୁଛନ୍ତି ଜେଇକି କୁହନ୍ତୁ, ଲାଇନ୍ ଜେଇ କହୁଛନ୍ତି ଏସ୍ଡିଓ କୁହନ୍ତୁ। ଆମେ 3 ଥର ଆପ୍ଲିକେସନ୍ ଦେଲା ପରେ ଏବଂ ଆମ ଗାଁର ଲୋକମାନେ, ସ୍ତ୍ରୀ ଲୋକମାନେ ବହୁତ ହନ୍ତସନ୍ତ ହେଲା ପରେ ଆପ୍ଲିକେସନ୍ ଦେଇ ବର୍ଷ ସଂଖ୍ୟା ଧରି ଆମର କାର୍ଯ୍ୟ କିଛି ହେଇପାରୁନାହିଁ। ତେଣୁକରି ଆମର ସ୍ତ୍ରୀ ଲୋକଙ୍କର ଆଉ ପୁରୁଷ ଏମିତି କମ୍ ସେ କମ୍ 200-250 ଲୋକ ଆସି ଏଠାରେ ଉତ୍ତ୍ୟକ୍ତ ହେଇ ଏଠି ଭଙ୍ଗାରୁଜା କରିବା ଫଳରେ ଆମର ଗ୍ରାମର ଜଣେ ଚିତ୍ତବାବୁ ସେ ସମସ୍ତଙ୍କୁ ରୁକାରୁକି କରି ସେ ଏସ୍ଡିଓଙ୍କ ପାଖକୁ ଫୋନ୍ କରିବା ପାଇଁକି ଯାଇକି ଆଦେଶ ଦେଇଛନ୍ତି। ଆଉ ଜେଇ ମଧ୍ୟ କହିଛନ୍ତି କାଲି ଏଇଟାକୁ ତୁରନ୍ତ ବୁଝି ଆଉ ଆମକୁ କିଭଳି ସୁବିଧା ହେବ ସେ କାର୍ଯ୍ୟ କରିବା ପାଇଁକି ସେ ନିର୍ଦ୍ଦେଶ ଦେଇଛନ୍ତି। ମୋ ନାଁ ଚିତ୍ତରଞ୍ଜନ ଜେନା, ଅଳତଳଙ୍ଗ ଗ୍ରାମବାସୀ। ଦେଖନ୍ତୁ, ମୋ ଓଡ଼ିଶା ଖବର ଆସି ଏଠି ଆମେ ଯେଉଁ କସଦା ଷ୍ଟ୍ରକ୍ଚର ବଢ଼ିଆ ସାହିରେ ଆସି ପହଞ୍ଚିଲାଣୁ, କିନ୍ତୁ ଜେଇ ଫୋନ୍ କରିବାରୁ ଜେଇ ଆମକୁ କହୁଛନ୍ତି ଯେ ଏସ୍ଡିଓଙ୍କ ସହିତ କଥା ହୁଅନ୍ତୁ। ଏସ୍ଡିଓ ସହିତ କଥା ହେଲୁ। ଏସ୍ଡିଓ କହିଲେ ଯେ ସେଇଟା କାମ ହେଉଛି ଜେଇଙ୍କର। ବର୍ତ୍ତମାନ ସେ ଜେଇ ଫୋନ୍ କରିକି ଏସ୍ଡିଓଙ୍କୁ କହିଲେ, ଆଉ ଜେଇ ଆମକୁ ପ୍ରତିଶ୍ରୁତି ଦେଲେ ଯେ କାଲି 11ଟା, ଆସନ୍ତା କାଲି ହେଉଛି 17 ତାରିଖ, ଆସନ୍ତୁ 11ଟା ବେଳକୁ ଆସିଲେ ବସିକି ଫାଇନାଲ୍ କରିବେ। ଯଦି କିଛି ଫାଇନାଲ୍ ନହେଲା ତାପରେ ତମର ଯାହା ବ୍ୟବସ୍ଥା କରିବେ। ବର୍ତ୍ତମାନ ଯଦି କରେଣ୍ଟ ନ ରହିବ, ପାଣିର ଲେୟାର ଯାହା ହେଲାଣି, ଟ୍ୟୁବୱେଲ୍ରୁ ବି ପାଣି ବାହାରୁନି ସାର୍। ଆଉ ପାଣି ପାଇବୁନୁ, କରେଣ୍ଟ ପାଇବୁନୁ, ଏ ଗରମରେ ଆଉ ଆମେ ମରିବୁ କି? ତେଣୁ ଗ୍ରାମବାସୀ 200-300 ଲୋକ ଆସି ଏଠି ବସିଛନ୍ତି। ଟୋଟାଲ୍ ଲାଇନ୍ ବନ୍ଦ କରିବା ବସିଥିଲେ। ଆମେମାନେ ସବୁ ସମସ୍ତେ ଆମ ଗାଁର ବୁଦ୍ଧିଜୀବୀମାନେ ବସି ସବୁ କଲେ ନାହିଁ, ଅଲଗା ଗାଁ ହଇରାଣ ହେଇଯିବେ। ତେଣୁକରି ଆମେ ସେଟାକୁ କରେଣ୍ଟଟାକୁ ଆମେ କହିଲୁ ବନ୍ଦ କରିବୁ ନା। ଆମର ଅଳ୍ପ ଅଛି, ଆମ ଅଳତଳଙ୍ଗ ଗ୍ରାମର ଅଧା ଯାଇଯାଇଛି। ଆଉ ଅଧା ଯାଇ କିପରି ଯିବ ସେଇ ବ୍ୟବସ୍ଥାଟା ଏସ୍ଡିଓ ସାର୍ କାଲି ଫାଇନାଲ୍ କରନ୍ତୁ କି ଜେଇ ଫାଇନାଲ୍ କରନ୍ତୁ, ନଚେତ ଆମେ ତାହାର ପଦକ୍ଷେପ ଯାହା ନେବା କଥା ନେବୁ। ଆଜ୍ଞା, ମୋ ନାଁ ବଟକୃଷ୍ଣ ଜେନା, ଘର ଅଳତଳଙ୍ଗ, ପଞ୍ଚାୟତ ରାଣୀଓଳା। କ'ଣ ଅସୁବିଧା ଆଜ୍ଞା, ମୋର ଗାଁରେ ଅଧେ ଲୋକଙ୍କର ଲାଇନ୍ ଜଳୁଛି, ଯଦି ଆଉ ଅଧଙ୍କ ଘରେ ଲାଇନ୍ ଜଳୁନି। ଅସୁବିଧା ଏଇଆ ଯେ ଆମେ ଏଇ ପ୍ରକାର ଅସୁବିଧା ଭୋଗୁଛୁ। ଏ ସରକାର ଆସିଲା ଦିନ ଠାରୁ ଏ ପ୍ରକାର ଅସୁବିଧାର ସମ୍ମୁଖୀନ ଆମେ ଆଜ୍ଞା ହଉଛୁ। ଆଉ କ'ଣ ଶୁଣୁଛୁ ଆଜ୍ଞା? ଦାବି ରଖିଛୁ ଯେ ଆମର ଯେଉଁ ଜାଗାରେ କନଷ୍ଟାଣ୍ଟ ଲାଇନ୍ ରହିବ। ଆମର ଦାବି ଏତିକି ଯେ ଆମ ଘରେ ଯେମିତି ଲାଇନ୍ ସବୁଆଡ଼େ ଜଳୁଛି ସେମିତି ଜଳୁ। ଆମ ଛୁଆ ପିଲା ହଇରାଣ ହୁଅନ୍ତି। ଆମେ ରାତି 12ଟାରେ ତାର ଛିଣ୍ଡୁଛି, ଆମେ ଯାଇକି ଆମ ଛୁଆଙ୍କୁ ଲଗେଇକିରି ଆମେ ତାର ଯୋଡ଼ୁଛୁ, ଜୀବନକୁ ବାଜି ଲଗେଇ। ଇଏ 60,000 70,000 ଦରମା ନେଇକି ଘରେ ଶୋଇବେ।
ଏବେ ବର୍ତ୍ତମାନ ଅଫିସ କି ଆମେ 200 ଲୋକ ଆସିଲା ବେଳକୁ ଗ୍ରାମବାସୀ ଅଫିସରେ କେହି ନାହାନ୍ତି, ରଜ ଛୁଟି। ବର୍ତ୍ତମାନ ଯଦି ଏ ଅଫିସ କି ନିଆଁ ଲଗେଇ ଦିଅନ୍ତି ଲୋକ ଉତ୍ତ୍ୟକ୍ତ ହେଇକି, ତା ପାଇଁ କି ଜିମ୍ମେଦାରୀ କିଏ ନେବ ଆଜ୍ଞା? କିଏ ସେ ନେବ? ସରକାର ନେବେ ନା ଏ ଗ୍ରାମବାସୀ ସବୁ କେସ୍ ଖାଇବେ? ସରକାର ଦିଅ, ଆଉ ଆମେ ଭିତରେ ହବୁ, ଆଉ କ'ଣ ଆଇନ କି ହାତକୁ ବାଧ୍ୟ ହେଇକି ନବୁ।